ଆମ ପାଖରେ ଆଜି କିଛି ପୁରୁଣା ପୃଷ୍ଠା ରହିଛି ଶ୍ରୀମଦ୍ ଭାଗବତରୁ। କଳ୍ପନା କରନ୍ତୁ ଟିକେ, ଜଣେ ରାଜା ଯାହାଙ୍କ ପାଖରେ ବଞ୍ଚିବାକୁ ବହୁତ କମ୍ ସମୟ ଅଛି, ଆଉ ସେ ନିଜର ସବୁକିଛି ତ୍ୟାଗ କରି ଜଣେ ଋଷିଙ୍କୁ ପଚାରୁଛନ୍ତି, ବୋଧେ ବ୍ରହ୍ମାଣ୍ଡର ସବୁଠୁ ବଡ଼ ପ୍ରଶ୍ନ, ଏସବୁ ଆରମ୍ଭ ହେଲା କେମିତି, କିଏ ଚଲାଉଛି ଏହାକୁ, ଆଉ ଏସବୁର ମାନେ କ'ଣ? ହଁ, ଆଉ ଆମେ ଯେଉଁ ଅଂଶକୁ ଦେଖିବାକୁ ଯାଉଛେ ସେଇଟା ହେଉଛି ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର। ଆମର ଆଜିର ଉଦ୍ଦେଶ୍ୟ ହେଉଛି ରାଜା ପରୀକ୍ଷିତଙ୍କର ସେହି ଗଭୀର ଜିଜ୍ଞାସାକୁ ବୁଝିବା, ଆଉ ଋଷି ଶୁକଦେବ କେମିତି ତାର ଉତ୍ତର ଦେବା ଆରମ୍ଭ କରୁଛନ୍ତି ସେଇଟା ଦେଖିବା। କାରଣ କ'ଣ ନା, ତାଙ୍କ ଉତ୍ତର କୌଣସି ସିଧାସଳଖ ତଥ୍ୟରୁ ଆରମ୍ଭ ହୁଏନି। ଠିକ୍। ତେବେ ଚାଲନ୍ତୁ ଏହି ଆଲୋଚନା ଭିତରକୁ ଯିବା। ଆମେ ସେହି ରାଜାଙ୍କଠାରୁ ହିଁ ଆରମ୍ଭ କରିବା। ରାଜା ପରୀକ୍ଷିତ। ମୃତ୍ୟୁ ଏତେ ପାଖରେ ଥିବାବେଳେ ଜଣେ ଲୋକର ମାନସିକ ସ୍ଥିତି କେମିତି ଥାଇପାରେ? ଉତ୍ସରେ କୁହାଯାଇଛି, ଶୁକଦେବଙ୍କ କଥା ଶୁଣି ତାଙ୍କ ମନରୁ ସବୁ ମୋହ, ସବୁ ଆସକ୍ତି ଚାଲିଯାଇଛି। ଆତ୍ମା କଳତ୍ର ସୂତଗୃହେ ସ୍ନେହ ପାଶ ବୋଲି କୁହାଯାଇଛି। ଏତେ ବଡ଼ ବୈରାଗ୍ୟକୁ ଆମେ କେମିତି ବୁଝିବା? ଏଟା ବୁଝିବା ବହୁତ ଜରୁରୀ। ଏହା କେବଳ ବାହାରର ତ୍ୟାଗ ନୁହେଁ, ଜିନିଷପତ୍ର ଛାଡ଼ିଦେବାଟା ବୋଧେ ସହଜ, କିନ୍ତୁ ଏହା ଏକ ଗଭୀର ମାନସିକ ପରିବର୍ତ୍ତନ। ତାଙ୍କ ମନ ସବୁ ସାଂସାରିକ ଜିନିଷରୁ ହଟିଯାଇ କେବଳ ଗୋଟିଏ ଜାଗାରେ ସ୍ଥିର ହୋଇଯାଇଛି। ଆଚ୍ଛା। ଗ୍ରନ୍ଥରେ ଏକ ବହୁତ ସୁନ୍ଦର ପଦ ଅଛି, କୃଷ୍ଣ ବିଷୟ ଦୃଢ଼ ମନ। ଓହୋ। ତା ମାନେ ତାଙ୍କ ମନ କେବଳ ସେହି ପରମ ସତ୍ୟ ବିଷୟରେ ଜାଣିବା ପାଇଁ ପୁରା ଏକାଗ୍ର ଆଉ ଦୃଢ଼ ହୋଇସାରିଛି। ତାମାନେ ସେ ଯେଉଁ ପ୍ରଶ୍ନ ପଚାରିବାକୁ ଯାଉଛନ୍ତି ସେଇଟା କେବଳ ଏମିତି କୌତୂହଳରୁ ନୁହେଁ। ନା, ଆଦୌ ନୁହେଁ। ଏହା ତାଙ୍କ ପାଇଁ ଏକ ପ୍ରକାର ଜୀବନ ମରଣର ପ୍ରଶ୍ନ। ଏକଦମ। ଶରୀର ଛାଡ଼ିବା ଆଗରୁ ସେହି ସତ୍ୟକୁ ଜାଣିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ସେଥିପାଇଁ ତାଙ୍କର ପ୍ରଶ୍ନଗୁଡ଼ିକ ଏତେ ଗଭୀର। ସେ ପଚାରୁଛନ୍ତି, ଏ ସଂସାର କେମିତି ସୃଷ୍ଟି ହୁଏ, କେମିତି ପାଳନ ହୁଏ, ଆଉ କେମିତି ଶେଷ ହୁଏ, ଆଉ ସେହି ପରମ ପୁରୁଷ ଏସବୁ କେମିତି କରନ୍ତି। ସେ ଏଥିପାଇଁ ଆତ୍ମମାୟା ଶବ୍ଦ ବ୍ୟବହାର କରିଛନ୍ତି। ଆତ୍ମମାୟା ସେହି ଦିବ୍ୟ ରହସ୍ୟମୟ ଶକ୍ତି। ହଁ, ସେୟା। ଆଉ ସେ ଏଇଟା ବି ପଚାରୁଛନ୍ତି ଯେ ସେହି ଗୋଟିଏ ଶକ୍ତି କେମିତି ତିନିଟା ଅଲଗା ଅଲଗା ରୂପ ନିଏ। ହଁ, ବ୍ରହ୍ମା, ବିଷ୍ଣୁ ଆଉ ଶିବ। ବ୍ରହ୍ମା ସୃଷ୍ଟି ପାଇଁ, ବିଷ୍ଣୁ ପାଳନ ପାଇଁ, ଆଉ ଶିବ ସଂହାର ପାଇଁ। ଉତ୍ସରେ ଅଛି, ବ୍ରହ୍ମା ବିଷ୍ଣୁ ହର ତ୍ରିଗୁଣ ରୂପ ଧରେ। ଏଇଟା ତ ବହୁତ ବଡ଼ ଦାର୍ଶନିକ ପ୍ରଶ୍ନ। ହଁ, ଆଉ ସବୁଠୁ ମଜା କଥା ହେଉଛି, ସେ ଏହି ସବୁ କାମକୁ ବିଶ୍ୱଲୀଳା ଆଉ ଅଦ୍ଭୁତ କର୍ମ ବୋଲି କହୁଛନ୍ତି। ଆଚ୍ଛା, ଲୀଳା ଖେଳ ପରି। ଏକଦମ। ଏହାର ଅର୍ଥ ସେ ଜାଣିଛନ୍ତି ଯେ ଏହାକୁ କୌଣସି ସାଧାରଣ ତର୍କରେ ବୁଝି ହେବନି। ସେଥିପାଇଁ ସେ କହୁଛନ୍ତି, ଶ୍ରବଣେ ପିଆଅ ଅମୃତ। ସେ କେବଳ ବ୍ୟାଖ୍ୟା ଚାହୁଁନାହାନ୍ତି, ସେ ସେହି ଜ୍ଞାନକୁ ଅନୁଭବ କରିବାକୁ ଚାହୁଁଛନ୍ତି। ଏତେ ବଡ଼ ବଡ଼ ପ୍ରଶ୍ନ ପରେ ମୋତେ ଲାଗୁଥିଲା ଉତ୍ତରଟେ ବି ସେମିତି କିଛି ଜଟିଳ ତତ୍ତ୍ୱରୁ ଆରମ୍ଭ ହେବ। କିନ୍ତୁ ଶୁକଦେବ ସେମିତି କିଛି କଲେନି। ସେ ଗୋଟେ ପ୍ରାର୍ଥନାରୁ ଆରମ୍ଭ କଲେ। ଏଇଟା ଟିକେ ଅଜବ ଲାଗୁନି କି? ସିଧା ଉତ୍ତର ନ ଦେଇ ପ୍ରାର୍ଥନା କାହିଁକି? ଏଇଟା ସେଥିପାଇଁ ଏହି ଆଲୋଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶୁକଦେବ ଏହାଦ୍ୱାରା ଗୋଟେ ବଡ଼ ସଂକେତ ଦେଉଛନ୍ତି। ସେ କହୁଛନ୍ତି, ନମସ୍ତେ ପରମ ପୁରୁଷ। ଏହାର ଅର୍ଥ ବହୁତ ସରଳ। ଆମେ ଯାହାକୁ ବୁଝିବାକୁ ଚେଷ୍ଟା କରୁଛେ ସେ ଆମ ବୁଦ୍ଧିଠାରୁ ବହୁତ ବହୁତ ବଡ଼। ଠିକ୍। ତେଣୁ ଜ୍ଞାନ ଆରମ୍ଭ କରିବା ଆଗରୁ ପ୍ରଥମେ ନମ୍ର ହୋଇ ସ୍ୱୀକାର କରିବାକୁ ପଡ଼ିବ ଯେ ମୁଁ ସବୁ ଜାଣିନି। ସେହି ବିସ୍ମୟ ଆଉ ଶ୍ରଦ୍ଧା ଭାବରୁ ହିଁ ପ୍ରକୃତ ବୁଝାମଣା ଆରମ୍ଭ ହୁଏ। ତଥ୍ୟ ତ ପରେ ଆସିବ, ଆଗ ମନୋଭାବଟା ଠିକ୍ ହେବା ଦରକାର। ଓହୋ, ତାମାନେ ଉତ୍ତର ପାଇବା ପାଇଁ ପ୍ରଶ୍ନକର୍ତ୍ତାକୁ ଆଗ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏଇଟା ଗୋଟେ ଭିନ୍ନ ଦୃଷ୍ଟିକୋଣ। ତେବେ ସେହି ପ୍ରାର୍ଥନାରେ ସେ କେଉଁ ମୁଖ୍ୟ ଗୁଣଗୁଡ଼ିକ ବିଷୟରେ କହିଛନ୍ତି? ସେ ମୁଖ୍ୟତଃ କିଛି ମୌଳିକ କଥା କହିଛନ୍ତି। ପ୍ରଥମତଃ ସେ ହେଉଛନ୍ତି ବ୍ରହ୍ମାଣ୍ଡର ପରିଚାଳକ, ଯିଏ ସୃଷ୍ଟି, ସ୍ଥିତି, ସଂହାର ଏସବୁକୁ ଗୋଟେ ଖେଳ ବା ଲୀଳା ଭଳି କରନ୍ତି। କୌଣସି ବାଧ୍ୟବାଧକତା ନୁହେଁ। ନା। ଦ୍ୱିତୀୟରେ ସେ ସବୁଠି ଅଛନ୍ତି, ପ୍ରତ୍ୟେକ ଜୀବ ଭିତରେ, ଜନ୍ତୁର ଅନ୍ତରେ ବିହରେ, କିନ୍ତୁ ତାଙ୍କ ପୂରାପୂରି କେହି ବୁଝିପାରିବେନି। ଆଉ ନୈତିକତା ବିଷୟରେ ବି କିଛି ଅଛି, ଯେ ସେ ସାଧୁମାନଙ୍କୁ ରକ୍ଷା କରନ୍ତି। ହଁ, ସାଧୁଙ୍କ ବୃଜିନ ଦହନ ଆଉ ଅସାଧୁ ଦମନ। ଏଇଟା ଦେଖାଉଛି ଯେ ବ୍ରହ୍ମାଣ୍ଡ କେବଳ ଗୋଟେ ମେକାନିକାଲ ପ୍ରୋସେସ୍ ନୁହେଁ, ଏହା ପଛରେ ଗୋଟେ ନୈତିକ ନିୟମ କାମ କରୁଛି। ଠିକ୍।
କିନ୍ତୁ ଏସବୁ ଭିତର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟା ଆସୁଛି ଶେଷରେ। ଶୁକଦେବ କହୁଛନ୍ତି ଯେ ଆମର ସବୁ କାମ, ସେ ତପସ୍ୟା ହେଉ, ଦାନ ହେଉ ବା ଯେକୌଣସି ଭଲ କାମ ହେଉ, ଯଦି ତାଙ୍କୁ ସମର୍ପିତ ନ ହୁଏ ତେବେ ତାହା ନିଷ୍ଫଳ। ତାମାନେ ଉଦ୍ଦେଶ୍ୟଟା ହିଁ ସବୁକିଛି। କ'ଣ କରୁଛେ ତାଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି କାହା ପାଇଁ କରୁଛେ। ଏକଦମ। କର୍ମର କେନ୍ଦ୍ରରେ ଯଦି ସେହି ସମର୍ପଣ ଭାବ ନାହିଁ, ତେବେ ତାହା କେବଳ ଗୋଟେ ଖାଲି କ୍ରିୟା। ଏଇଟା ହିଁ ଭକ୍ତିର ମୂଳ କଥା। ତେବେ ଏହି ଗୁଣଗୁଡ଼ିକ ଶୁଣିବା ପରେ ଲାଗୁଛି ଯେ ଏହା ବହୁତ ଉଚ୍ଚ ଆଧ୍ୟାତ୍ମିକ ସ୍ତରର କଥା, ବୋଧହୁଏ କେବଳ ସାଧୁ ସନ୍ଥମାନଙ୍କ ପାଇଁ। କିନ୍ତୁ ମୁଁ ଦେଖୁଛି ଏହି ଗ୍ରନ୍ଥରେ ଏକ ଆଶ୍ଚର୍ଯ୍ୟଜନକ ତାଲିକା ଦିଆଯାଇଛି, ଯେଉଁଥିରେ ସମାଜର ସବୁ ସ୍ତରର ଲୋକ ଅଛନ୍ତି। ଆପଣ ଏକଦମ ଠିକ୍ ଜାଗାକୁ ଆସିଛନ୍ତି। ଏଇଟା ହିଁ ଭାଗବତର ଏକ କ୍ରାନ୍ତିକାରୀ ବାର୍ତ୍ତା। ଶୁକଦେବ ଯେତେବେଳେ କହୁଛନ୍ତି କିଏ କିଏ ତାଙ୍କ ଆଶ୍ରୟ ନେଇପାରିବେ, ସେ କୌଣସି ପଣ୍ଡିତଙ୍କ ନାଁ ନେଉନାହାନ୍ତି। ସେ ତାଲିକା ଦେଉଛନ୍ତି କିରାତ, ହୁଣ, ଆନ୍ଧ୍ର, ପୁଲିନ୍ଦ, ଚଣ୍ଡାଳ, ଆଭିର, କଙ୍କ, ୟବନ। ବାପ୍ରେ, ଏମାନେ ତ ସେହି ସମୟର ସମାଜରେ ମୁଖ୍ୟ ସ୍ରୋତରୁ ବାହାରେ ଥିଲେ। ହଁ, ଜନଜାତି କିମ୍ବା ବିଦେଶୀ ଭାବେ ଗଣା ହେଉଥିଲେ। ଏହି ତାଲିକାଟା ପ୍ରକୃତରେ ଚମକାଇ ଦେବା ଭଳି। ଆମେ ଯେଉଁ ସମୟର କଥା କହୁଛେ ସେତେବେଳେ ତ ସାମାଜିକ ସ୍ତରବିନ୍ୟାସ ବହୁତ କଠୋର ଥିଲା। ଏମିତି ସମୟରେ ଏଭଳି କହିବା ଯେ ଜଣେ ଚଣ୍ଡାଳ ବା ଯବନଙ୍କୁ ବି ସମାନ ଆଧ୍ୟାତ୍ମିକ ସୁଯୋଗ ମିଳିବ, ଏହା ତ ଏକ ବଡ଼ ସାମାଜିକ କ୍ରାନ୍ତି ଭଳି ଲାଗୁଛି। ନିଶ୍ଚିତ ଭାବରେ ଏହା କେବଳ କ୍ରାନ୍ତି ନୁହେଁ, ଏକ ବିସ୍ଫୋରଣ କହିଲେ ଚଳେ। କାରଣ ସେ କେବଳ ସେତିକିରେ ଅଟକି ନାହାନ୍ତି। ସେ ଆହୁରି ଆଗକୁ ଯାଇ କହୁଛନ୍ତି, ଦୁଷ୍କୃତ କର୍ମ ଯେ କରନ୍ତି, ମାନେ ଯେଉଁମାନେ ପାପକର୍ମରେ ଲିପ୍ତ। ହଁ, ସେମାନେ ମଧ୍ୟ। ଏହାର ଅର୍ଥ ସ୍ପଷ୍ଟ। ଆଧ୍ୟାତ୍ମିକ ମୁକ୍ତି ପାଇଁ ଜନ୍ମ, ଜାତି, ସାମାଜିକ ସ୍ଥିତି କିମ୍ବା ପୂର୍ବ କର୍ମ କିଛି ବି ବାଧା ନୁହେଁ। ତେବେ ଯୋଗ୍ୟତା କ'ଣ? ଏକମାତ୍ର ସର୍ତ୍ତ। ଏକମାତ୍ର ସର୍ତ୍ତ ହେଉଛି ଆଶ୍ରୟ ନେବାର ଇଚ୍ଛା। ପଦଟି ହେଉଛି ଯା ପାଦ ଆଶ୍ରିତେ ତରନ୍ତି, ଯିଏ ତାଙ୍କ ପାଦର ଆଶ୍ରୟ ନିଏ ସେ ତରିଯାଏ। ଏହା ସାର୍ବଜନୀନ କୃପାର ଏକ ଶକ୍ତିଶାଳୀ ଘୋଷଣା। ଆଧ୍ୟାତ୍ମିକତାର ଦ୍ୱାର ସମସ୍ତଙ୍କ ପାଇଁ ଖୋଲା। ବା, ଏହା ବାସ୍ତବରେ ଏକ ଗଭୀର ଆଉ ଶକ୍ତିଶାଳୀ ବାର୍ତ୍ତା। ଠିକ୍ ଅଛି, ତେବେ ଶୁକଦେବ ଏହି ଭିତ୍ତିଭୂମି ପ୍ରସ୍ତୁତ କଲା ପରେ କ'ଣ ସିଧା ରାଜାଙ୍କ ପ୍ରଶ୍ନର ଉତ୍ତର ଦେଲେ? ମୁଁ ଭାବୁଛି ଏବେ ସେ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ କହିବେ, କିନ୍ତୁ ସେ ହଠାତ୍ ଆଉ ଗୋଟେ କାହାଣୀ ଆରମ୍ଭ କରୁଛନ୍ତି। ଏମିତି କାହିଁକି? ଏହା ଦେଖିବାକୁ ସେମିତି ଲାଗିପାରେ, କିନ୍ତୁ ଏହା ଏକ ଚମତ୍କାର କଥନ ଶୈଳୀ। ସେ ସିଧା ଉତ୍ତର ନ ଦେଇ ପ୍ରଥମେ ଉତ୍ତରର ଉତ୍ସକୁ ଯାଉଛନ୍ତି। ସେ କହୁଛନ୍ତି, ହେ ରାଜା, ତୁମେ ଯେଉଁ ପ୍ରଶ୍ନ ପଚାରିଛ, ଠିକ୍ ସେହିଭଳି ପ୍ରଶ୍ନ ସୃଷ୍ଟିର ଆରମ୍ଭରେ ଋଷି ନାରଦ ନିଜେ ସ୍ରଷ୍ଟା ବ୍ରହ୍ମାଙ୍କୁ ପଚାରିଥିଲେ। ଓହୋ। ତେଣୁ ମୁଁ ମୋ ନିଜ ମତ କହିବିନି, ମୁଁ ତୁମକୁ ସେହି ସମ୍ବାଦଟିକୁ ହିଁ ଶୁଣାଇବି। ଆଚ୍ଛା, ଏବେ ବୁଝିଲି। ତାମାନେ ସେ ନିଜକୁ କେବଳ ଜଣେ ମାଧ୍ୟମ ଭାବରେ ଦେଖାଉଛନ୍ତି। କିନ୍ତୁ ଏହି କୌଶଳର କିଛି ଗଭୀର ଅର୍ଥ ଅଛି କି? ପ୍ରାମାଣିକତା ତ ଗୋଟିଏ କାରଣ, କିନ୍ତୁ ଏହାଠୁ ବଡ଼ କାରଣ ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ଧାରଣା, ଯାହାକୁ ପରମ୍ପରା କୁହାଯାଏ। ଏଠି ଜ୍ଞାନକୁ କୌଣସି ବ୍ୟକ୍ତିର ନିଜସ୍ୱ ଆବିଷ୍କାର ବୋଲି ଦେଖାଯାଏନି। ଜ୍ଞାନକୁ ସେତେବେଳେ ଶୁଦ୍ଧ ବୋଲି ଧରାଯାଏ ଯେତେବେଳେ ତାହା ମୂଳ ଉତ୍ସରୁ ଗୁରୁ ଶିଷ୍ୟ ପରମ୍ପରାରେ ଆସିଥାଏ। ଶୁକଦେବ ଏମିତି କହି ନିଜ ଜ୍ଞାନର ବଂଶାବଳୀ ଦେଉଛନ୍ତି। ଜ୍ଞାନର ବଂଶାବଳୀ ବହୁତ ଆକର୍ଷଣୀୟ। ତେବେ ନାରଦଙ୍କ ପ୍ରଶ୍ନଗୁଡ଼ିକ କ'ଣ ପରୀକ୍ଷିତଙ୍କ ପ୍ରଶ୍ନ ପରି ହିଁ ଥିଲା? ମୂଳ ଭାବନା ପୁରା ସମାନ, କିନ୍ତୁ କହିବାକୁ ଗଲେ ନାରଦଙ୍କ ପ୍ରଶ୍ନ ଆହୁରି ଅଧିକ ମୌଳିକ ଥିଲା। ସେ ସିଧା ସ୍ରଷ୍ଟା ବ୍ରହ୍ମାଙ୍କୁ ତିନିଟା ମୁଖ୍ୟ ପ୍ରଶ୍ନ ପଚାରିଲେ। ପ୍ରଥମ, ଏହି ବ୍ରହ୍ମାଣ୍ଡର ମୂଳ ଉତ୍ସ କ'ଣ, ଯୋହୁଁ ଏ ଜଗତ ପ୍ରକାଶ। ଠିକ୍। ଦ୍ୱିତୀୟ, ଏହା ସୃଷ୍ଟି ହେବା ପରେ କାହା ଉପରେ ତିଷ୍ଠି ରହିଛି, ଯାହାର ଆଶ୍ରୟ ବର୍ଣ୍ଣଇ। ଆଉ ତୃତୀୟ, ଶେଷରେ ଏହା କେଉଁଥିରେ ଲୀନ ହୋଇଯାଏ, ପ୍ରକାଶୀ ଯହିଁ ଲୀନ ହୋଇ। ତାମାନେ ସୃଷ୍ଟି, ସ୍ଥିତି ଏବଂ ଲୟ, ଏହି ତିନୋଟି ଅବସ୍ଥାର ମୂଳ କାରଣ। ଏହା ତ ପ୍ରକୃତରେ ସବୁଠୁ ମୌଳିକ ପ୍ରଶ୍ନ। ଏକଦମ। ଆଉ ଏହା ସହିତ ନାରଦ ବ୍ରହ୍ମାଙ୍କୁ କହୁଛନ୍ତି, ଆତ୍ମାର ତତ୍ତ୍ୱ ତୁମେ ଜାଣ, ମାନେ ଆପଣ ହିଁ ଏହାର ପ୍ରକୃତ ଜ୍ଞାତା। ଏହିପରି ଭାବେ ଶୁକଦେବ ନିଜେ ଉତ୍ତରଦାତା ନ ହୋଇ ସ୍ୱୟଂ ସୃଷ୍ଟା ବ୍ରହ୍ମାଙ୍କୁ ଉତ୍ତରଦାତା ଭାବେ ଉପସ୍ଥାପିତ କରୁଛନ୍ତି। ତେଣୁ ଆଜିର ଆମ ଆଲୋଚନା
ଗୋଟେ ପ୍ରଶ୍ନ ଭିତରେ ଥିବା ଆଉ ଗୋଟେ ପ୍ରଶ୍ନରେ ଶେଷ ହେଉଛି। ରାଜା ପରୀକ୍ଷିତ ଶୁକଦେବଙ୍କୁ ପଚାରିଲେ, ଆଉ ଶୁକଦେବ ସେହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆମକୁ ସୃଷ୍ଟିର ଆରମ୍ଭକୁ ନେଇଗଲେ, ଯେଉଁଠି ନାରଦ ବ୍ରହ୍ମାଙ୍କୁ ସେହି ସମାନ ପ୍ରଶ୍ନ ପଚାରୁଛନ୍ତି। ଆମେ ଆଜି ବୁଝିଲେ ଯେ ଜ୍ଞାନର ଆରମ୍ଭ ତଥ୍ୟରୁ ନୁହେଁ, ବରଂ ଶ୍ରଦ୍ଧା, ବିସ୍ମୟ ଆଉ ବିନମ୍ରତାରୁ ହୁଏ। ହଁ, ଆଉ ଆମେ ଏହା ବି ଦେଖିଲେ ଯେ ଏହି ଗ୍ରନ୍ଥ କିପରି ଏକ ବଡ଼ ସାମାଜିକ ବାର୍ତ୍ତା ଦିଏ, ଯେ ଆଧ୍ୟାତ୍ମିକତାର ରାସ୍ତା ସମସ୍ତଙ୍କ ପାଇଁ ଖୋଲା, ସେମାନଙ୍କ ପୃଷ୍ଠଭୂମି ଯାହା ବି ହେଉ। ବର୍ତ୍ତମାନ ପରୀକ୍ଷିତ, ନାରଦ ଆଉ ଆମେ ସମସ୍ତେ ବ୍ରହ୍ମାଙ୍କର ଉତ୍ତରକୁ ଅପେକ୍ଷା କରୁଛୁ। ଠିକ୍। ସୃଷ୍ଟିର ରହସ୍ୟ ଖୋଲିବା ପାଇଁ ମଞ୍ଚ ପୂରାପୂରି ପ୍ରସ୍ତୁତ। ଏହି ଆଲୋଚନା ଶେଷରେ ଶ୍ରୋତାମାନଙ୍କ ଚିନ୍ତା ପାଇଁ ଗୋଟେ ପ୍ରଶ୍ନ ଛାଡ଼ିଯିବାକୁ ଚାହେଁ। ଆଜି ଆମେ ଦେଖିଲେ ଶୁକଦେବ କହିଲେ ଯେ ସବୁ ଭଲ କାମ, ଦାନ, ଜ୍ଞାନ ଏସବୁ ଯଦି କୌଣସି ଉଚ୍ଚତର ଉଦ୍ଦେଶ୍ୟକୁ ସମର୍ପିତ ନ ହୁଏ, ତେବେ ତାହା ଅର୍ଥହୀନ। ଏହା ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ। ଆମର ଆଜିର ଆଧୁନିକ ବ୍ୟସ୍ତବହୁଳ ଜୀବନରେ ନିଜ କାମକୁ ନିଜଠାରୁ ବଡ଼ କିଛି ପାଇଁ ଉତ୍ସର୍ଗ କରିବାର ଅର୍ଥ କ'ଣ? ଆଜି ସେହି ଉଚ୍ଚତର ଉଦ୍ଦେଶ୍ୟ କ'ଣ ହୋଇପାରେ? ଏହି ସମର୍ପଣ ଭାବର ମୂଲ୍ୟ ଆଜି ବି ଅଛି କି? ଏହା ଉପରେ ଟିକେ ଭାବି ଦେଖିବା।